ଆଜି ଶୁଣିବା ଆତ୍ମଜୀବନୀ ସାଧନା ପଥେର ଚତୁର୍ଥ ଭାଗ ପରିଚ୍ଛେଦ ସାଧାରଣ ଜୀବନ ଆରମ୍ଭ। ଏଇଠି ମୋ ଜୀବନରେ ଗୋଟିଏ ସନ୍ଧି ଥିଲା। ମୁଁ ଯେଉଁଆଡ଼େ ମନ କରିଥାନ୍ତି ସେଇଆଡ଼େ ମୋ ଜୀବନ ପ୍ରବାହିତ ହୋଇଥାନ୍ତା। ଗଭୀର ଚିନ୍ତା, ବାରମ୍ବାର ବିବେକାନନ୍ଦଙ୍କ ଲେଖା ପଢ଼ିବା, ନିଜର ଆତ୍ମାକୁ ଶରୀରଠାରୁ ପୃଥକ୍ ଉପଲବ୍ଧି କରିବା, ଏସବୁ ନିରବଚ୍ଛିନ୍ନ ଭାବରେ ଚାଲିଥାଏ। କେହି ସେଠି ନଥାନ୍ତି ଯାହା ସହିତ ମୁଁ ପରାମର୍ଶ କରିବି ବା ଯାହାଠାରୁ କିଛି ଦେଲେ ଉତ୍ସାହ ପାଇବି। ଅତି ଶୀଘ୍ର ମୋତେ ଏକ ସିଦ୍ଧାନ୍ତରେ ଆସି ପହଞ୍ଚିବାକୁ ହେବ। ଦେଶ ପାଇଁ ଅନ୍ୟମାନେ କାମ କରନ୍ତୁ, ଅର୍ଥ ସାହାଯ୍ୟ କରିବା କ'ଣ ବଡ଼ କଥା ନୁହେଁ କି? ଏହା ଥିଲା ଅନ୍ତରର ଦୁର୍ବଳତା ପରାମର୍ଶ। ସବୁ ବିଚାର କରି ମୁଁ ସ୍ଥିର କଲି ଯେ ଦେଶ କାମରେ ସମୁଦାୟ ସମୟ ଦେବାକୁ ହେବ, ତା'ର ପରିଣାମ ଯାହା ହେଉ ପଛକେ। ଏହି ସିଦ୍ଧାନ୍ତ କରି କଟକ ଯିବାକୁ ସ୍ଥିର କଲି। ମାତ୍ର ପଇସା କାହିଁ? ବାବାଙ୍କୁ ଯାଇ କହିଲି ଯେ ମୁଁ ଚିଠି ପାଇଛି, BA ପରୀକ୍ଷା ଦେବାକୁ ହେବ। ଏ ପରୀକ୍ଷା ସରକାରୀ ନୁହେଁ, ଏକ ବେସରକାରୀ ପରୀକ୍ଷା ହେଉଛି। ପିଲାଦିନୁ ଯେପରି ବଢ଼ି ଆସିଛି, ସେଥିରେ ମନ କଥା ମନେ ମାରି ବାହାରକୁ ତା'ର ନାମ ନିଶାଣ ଦେଖାଇ ନ ଦେବା ମୋର ଏକ ଅଭ୍ୟାସ ହୋଇଯାଇଛି। ମନ ଭିତରେ ମୋର ଯେ ଉଦ୍ବେଗ ଚାଲିଥାଏ, ସେ ମୋ ଭିତରେ। ବାହାରେ ମୋର ଆଚରଣରୁ ବାବା କିମ୍ବା ଅନ୍ୟ କେହି ତା'ର ଗନ୍ଧ ସୁଦ୍ଧା ପାଉନଥିଲେ। ବାବା ମୋତେ 50 ଟଙ୍କା ଦେଇ ପରୀକ୍ଷା ଦେଇସାରି ଶୀଘ୍ର ଚାଲି ଆସିବୁ ବୋଲି କହିଲେ। ଅନ୍ୟମାନଙ୍କଠି ସେ ବ୍ୟକ୍ତ କଲେ ଯେ ହରିର ମନ ବର୍ତ୍ତମାନ ଥଣ୍ଡା ହୋଇଗଲାଣି। ହେଲା, ମନ କରିଛି ପରୀକ୍ଷା ଦେଉ। ସରକାରୀ ପରୀକ୍ଷା ତ ନୁହେଁ, ଏ ପରୀକ୍ଷାରେ କ'ଣ ଚାକିରି ମିଳିବ କି? ଟଙ୍କା ମୋ ହାତରେ ପଡ଼ିବା ମାତ୍ରକେ ମୋ ମନ ଉଲ୍ଲସି ଉଠିଲା। ଅବିଳମ୍ବେ କଟକ ଯିବାର ବନ୍ଦୋବସ୍ତ କଲି। ମୋ ସ୍ତ୍ରୀକୁ ମଧ୍ୟ ସେହିପରି ଠକିଲି। ପାଳିକା ମା'କୁ ମଧ୍ୟ ଠକିଲି। ସମସ୍ତଙ୍କ ବିଶ୍ୱାସ ଦେଇ କହିଲି ଯେ ପରୀକ୍ଷା ଶେଷ ହେବା ମାତ୍ରକେ ପ୍ରାୟ 15 ଦିନ ମଧ୍ୟରେ ଫେରିଆସିବି। ସମସ୍ତେ ତ ବିଶ୍ୱାସ କରିଗଲେ, ମାତ୍ର ମୋର ସ୍ତ୍ରୀ ପୂରାପୂରି ବିଶ୍ୱାସ କରୁନଥାଏ। ରାଣ ନିୟମ ପର୍ଯ୍ୟନ୍ତ କଥା କଲା। ସେ ସବୁ ମୋତେ ଅଟକାଇ ନଥିଲା। ସମସ୍ତଙ୍କୁ ଠକି ଠାକି କଟକ ଆସିଲି। ମୋର ଏହି ଆଚରଣ ଯୋଗୁଁ ଆଜି ପର୍ଯ୍ୟନ୍ତ ମୋ ମନ ଭିତରେ ଦୁଃଖ ଓ ଅନୁତାପର ଗୋଟିଏ ସ୍ରୋତ ଅନ୍ତଃସଲୀଳା ହୋଇ ବରାବର ବହି ଆସୁଛି। ବୋଧ ହେଉଛି ଏହା ଜୀବନସାରା ରହିବ। ସମସ୍ତଙ୍କୁ ବୁଝାଇ ସୁଝାଇ ମୋର କର୍ତ୍ତବ୍ୟ ପଥ ଆଶା କରିଥିଲେ ବୋଧହୁଏ ବିଳମ୍ବ ହୋଇଥାନ୍ତା, ମାତ୍ର ଆଜୀବନ ଏ ଦୁଃଖର ଛାୟା ମନ ଭିତରେ ପଡ଼ିନଥାନ୍ତା। ଠକିଦେବା ଫଳରେ ମୋର ମନ ଅନୁସାରେ କାମ ଅବିଳମ୍ବେ ହୋଇଗଲା ସତ, ମାତ୍ର ଯେଉଁମାନଙ୍କୁ ଠକିଲି ସେମାନଙ୍କ ପ୍ରତି ଯେ ଅନ୍ୟାୟ ଆଚରଣ କଲେ, ତା'ର ପ୍ରତିକ୍ରିୟା ଚିରଦିନ ପାଇଁ ହୃଦୟ ଉପରେ ପ୍ରଭାବ ପକାଇ ଦେଇଛି। ସେ ପ୍ରତିକ୍ରିୟାକୁ ଠେଲିପେଲି ବରାବର ଚାଲିଛି। ସେଥିପାଇଁ ପ୍ରବଳ ଉଦ୍ୟମ ସବୁବେଳେ ଦରକାର ପଡ଼ୁଛି। ଯାହା ହେଉ, ମୁଁ ଯାଇ କଟକରେ ପହଞ୍ଚିଲି। ଘର ଛାଡ଼ିଲି। ଜମିଦାର ଜୀବନରେ ଓ ଗୃହସ୍ଥ ପଣିଆରେ ଚିରଦିନ ପାଇଁ ଜଳାଞ୍ଜଳି ଦେଲି ବୋଲି ସ୍ଥିର କରି ସାଧାରଣ ଜୀବନରେ ପୂର୍ଣ୍ଣ ପ୍ରାଣରେ ଯୋଗଦେଲି। ବନ୍ୟା ସାହାଯ୍ୟ ସମ୍ବନ୍ଧୀୟ ସରକାରୀ ନୀତିରେ ଅସନ୍ତୁଷ୍ଟ ହୋଇ ଗୋପବନ୍ଧୁ ଚୌଧୁରୀ ଅସହଯୋଗ କରି ଡେପୁଟି ମାଜିଷ୍ଟ୍ରେଟ କାମ ଛାଡ଼ି ଦେଇଥାନ୍ତି। ଏହା ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନକୁ ଖୁବ୍ ବଳ ଦେଇଥାଏ। ଆମ କଲେଜରେ ଛାତ୍ରମାନଙ୍କ ଧର୍ମଘଟ ହୋଇ ଅନେକ ଛାତ୍ର ଅସହଯୋଗ କରି ପଢ଼ା ଛାଡ଼ି ଦେଇଥାନ୍ତି। କଲିକତାରେ ପଢ଼ୁଥିବା ଓଡ଼ିଶାର ଅନେକ ଛାତ୍ର ପଣ୍ଡିତ ଗୋପବନ୍ଧୁଙ୍କ ପ୍ରେରଣାରେ ଅସହଯୋଗ କରି ପଢ଼ା ଛାଡ଼ି ଚାଲି ଆସିଥାନ୍ତି। ଅବଶ୍ୟ ଏମାନଙ୍କ ଭିତରୁ ପରେ ଅନେକ ଫେରିଗଲେ। କେତେକ ପଢ଼ା ଛାଡ଼ିଦେଲେ ମଧ୍ୟ ସାଧାରଣ ଜୀବନରେ ନ ରହି ଅନ୍ୟ ପ୍ରକାର ଜୀବନ ଅବଲମ୍ବନ କଲେ। ତଥାପି ଅନେକ ଦୃଢ଼ ହୋଇ ରହିଲେ। ସେହିମାନେ ଓଡ଼ିଶାରେ ସାଧାରଣ ଜୀବନରେ ସ୍ତମ୍ଭ ସ୍ୱରୂପ ଠିଆ ହୋଇଥିଲେ। ଏହି ସମୟରେ ମହାତ୍ମା ଗାନ୍ଧୀ ଭାରତ ଭ୍ରମଣରେ ବାହାରିଥାନ୍ତି। ଘୂର୍ଣ୍ଣିବାୟୁ ପରି ଚାରିଆଡ଼େ ବୁଲି ଅସହଯୋଗ ପ୍ରଚାର କରୁଥାନ୍ତି। ସେ ଭ୍ରମଣ ବେଳେ ଓଡ଼ିଶା ମଧ୍ୟ ଆସିଥିଲେ। ଭଦ୍ରକ, କଟକ, ପୁରୀ ଓ ବରହମପୁର ଏହି 4 ଜାଗାକୁ ଯାଇଥିଲେ। ପ୍ରତ୍ୟେକ ଜାଗାରେ ହଜାର ହଜାର ଲୋକସଭାରେ ସେ ଯୋଗ ଦେଉଥାନ୍ତି। ଶୈତାନ ସରକାର ବୋଲି ଯେତେବେଳେ ଜୋର କରି କହି ପକାଉଥିଲେ, ଚାରିଆଡ଼େ ନିର୍ଭୀକତାର ଏକ ତୋଫାନ ବହିଯାଉଥିଲା। ଅହିଂସାର ତାତ୍ପର୍ଯ୍ୟ, ଅସହଯୋଗର କୌଶଳ ସବୁଆଡ଼େ ସରଳ ଓ ମଧୁର ଭାଷାରେ କହି ସେ ଏକ ଜୀବନ୍ତ ପ୍ରେରଣାର ପ୍ଲାବନ ସୃଷ୍ଟି କରିଦେଲେ। ଓଡ଼ିଶା ଗସ୍ତରେ ମୁଁ ବରାବର ତାଙ୍କ ସାଙ୍ଗରେ ଥିଲି। ଭଦ୍ରକରେ ତାଙ୍କ ରହିବା ଓ ସଭା ଇତ୍ୟାଦିର ସମସ୍ତ ଭାର ମୋ ଉପରେ ପଡ଼ିଥିଲା। ସେଦିନ ମୋତେ ଏତେ ପରିଶ୍ରମ କରିବାକୁ ପଡ଼ିଥିଲା ଯେ ମୋର ଦେହ ହାତ ଅଚଳ ହୋଇପଡ଼ିଥିଲା ପରି ବୋଧ ହେଉଥାଏ।
ଗାନ୍ଧିଜୀଙ୍କୁ ବ୍ରହ୍ମପୁରରେ ଆମେମାନେ ବିଦାୟ ଦେଲୁ। ସେ ମାନ୍ଦ୍ରାଜ ଗଲେ। ବ୍ରହ୍ମପୁର ଷ୍ଟେସନରେ କିଛି ସମୟ ସେ କର୍ମୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଅନେକ ଗୁଡ଼ିଏ ବିଷୟ ଭାବ ନାହିଁ, ଗୋଟିଏ ବିଷୟ ଭାବ ଓ ତାକୁ କାମରେ ପରିଣତ କର। ଏ କଥା ଆଜି ସୁଦ୍ଧା କାନରେ ବାଜୁଛି। ଗାନ୍ଧିଜୀ ଓଡ଼ିଶା ଗସ୍ତ କରି ଗଲା ପରେ ସଂଗଠିତ ଭାବରେ କାମ ଆରମ୍ଭ କରିବାର ବ୍ୟବସ୍ଥା ହେଲା। କଂଗ୍ରେସ ମେମ୍ବର ସଂଗ୍ରହ, କଟକରେ ସ୍ୱରାଜ ଶ୍ରମ ସଂଗଠନ ଏହିସବୁ କାମ ଆରମ୍ଭ ହେଲା। ଓଡ଼ିଶାର ସବୁ ଜିଲ୍ଲାରେ କଂଗ୍ରେସର ଶାଖା ଓ କାର୍ଯ୍ୟକ୍ରମର ପରିବର୍ତ୍ତନ ପାଇଁ ବ୍ୟବସ୍ଥା ହେଲା। ବାଲେଶ୍ୱର ପାଇଁ କିଛି ହୋଇପାରୁ ନଥାଏ, କାରଣ ସେ ଜିଲ୍ଲାରେ ସାଧାରଣ ଜୀବନ ପ୍ରାୟ ନଥାଏ କହିଲେ ଚଳେ। ପ୍ରାଦେଶିକ କଂଗ୍ରେସ କମିଟିରେ ସମସ୍ତେ ଆଶା କରୁଥାନ୍ତି ଯେ ମୁଁ ଯାଇ କିଛି କରେ। ବାଲେଶ୍ୱରରେ ସେତେବେଳେ ମୋର କେହି ଜଣାଶୁଣା ନଥାନ୍ତି। ଯେ କେତେଜଣ କଲେଜ ଛାତ୍ର ପଢ଼ା ଛାଡ଼ିଥିଲେ ସେହିମାନେ ମୋର ଜଣାଶୁଣା। ସେମାନଙ୍କ ସହିତ ମୋର ଘନିଷ୍ଠତା ମଧ୍ୟ ନଥାଏ। ତାପରେ ମୁଁ ବାଲେଶ୍ୱର ଗଲି। ସେଠି କାଳେ କିପରି ବାବା ପ୍ରଭୃତିଙ୍କ ସହିତ ଦେଖା ହୋଇଯିବ ବା ସେମାନେ ଆସି ମୋତେ ନେଇଯିବେ ଏ ଆଶଙ୍କା ମଧ୍ୟ ଥାଏ। ତେଣୁ ପ୍ରଥମରେ ମୁଁ ବାଲେଶ୍ୱର କାର୍ଯ୍ୟର ଭାର ନେବି ନାହିଁ ବୋଲି କହିଥିଲି। ମାତ୍ର ଅନ୍ୟ କେହି ନ ମିଳିବାରୁ ସେ ଭାର ଆସି ମୋ ଉପରେ ପଡ଼ିଲା। କରୁଣାକର ପାଣିଗ୍ରାହୀ, କୃଷ୍ଣପ୍ରସାଦ ମହାପାତ୍ର, ଭୈରବଚନ୍ଦ୍ର ମହାପାତ୍ର ଓ ଆଉ ଜଣେ ଯେ କି ପରେ ଜଣେ ଉଚ୍ଚ ପଦସ୍ଥ ପୋଲିସ କର୍ମଚାରୀ ହେଲେ, ଏହିମାନେ କଟକରେ ଥାନ୍ତି। ଏମାନଙ୍କ ସହିତ ପରାମର୍ଶ କରି ବାଲେଶ୍ୱରର ସବୁଠାରୁ କିପରି ଭଲ କାମ ହେବ ତାର ଯୋଜନା ପ୍ରସ୍ତୁତ କଲି। ପ୍ରଥମେ କୃଷ୍ଣପ୍ରସାଦ ମହାପାତ୍ରଙ୍କୁ ମୋଠି ଥିବା ଟଙ୍କା ଦେଇ ବାଲେଶ୍ୱର ପଠାଇଲି ଜାଣି ଆସିବା ପାଇଁ ସେଠି କେଉଁମାନେ କଂଗ୍ରେସ ବା ଜାତୀୟ ଆନ୍ଦୋଳନ ପ୍ରତି ସହାନୁଭୂତି ପ୍ରଦର୍ଶକ। ସେ 2-3 ଦିନ ମଧ୍ୟରେ ଫେରିଆସି ଖବର ଦେଲେ ଯେ ସେହିପରି କେହି ନାହାନ୍ତି। କେବଳ ସେ ଜଣେ ଓକିଲଙ୍କ ଘରେ ଗାନ୍ଧୀ ଛବି ଦେଖିଥିଲେ। ଅନ୍ୟତର ଶିକ୍ଷିତ ମହଲରେ କେଉଁଠି ବର୍ତ୍ତମାନ କଂଗ୍ରେସ ଆନ୍ଦୋଳନର ଚର୍ଚ୍ଚା ନଥାଏ ବୋଲି କହିଲେ। ଏ କଥା ମଧ୍ୟ ଜାଣିବାକୁ ହେବ ଯେ କଂଗ୍ରେସ ପାଇଁ ଆବଶ୍ୟକ ଅର୍ଥ ଚାନ୍ଦାରୁ ହିଁ ସଂଗ୍ରହ କରିବାକୁ ହେବ। ମୋଠାରେ ଯେଉଁ ଅର୍ଥ ଥିଲା ସେ ପ୍ରାୟ ଶେଷ ହେବା ଉପରେ। ଆଉ ପ୍ରାୟ 10 କି 12 ଟଙ୍କା ଥାଏ। ଏଣେ 1921 ମସିହା ଏପ୍ରିଲ 6 ତାରିଖ ଆସି ପହଞ୍ଚିଲା। ଏପ୍ରିଲ 6 ତାରିଖରୁ 13 ତାରିଖ ଜାତୀୟ ସପ୍ତାହ। ଚାରିଆଡ଼େ ହରତାଳ ହେବ, ସମସ୍ତେ ଉପବାସ କରିବେ। ଏ 7 ଦିନ ଯାକ ଚାରିଆଡ଼େ ବ୍ୟାପକ ଭାବରେ ସଭା ସମିତି କରି ଅହିଂସା ଅସହଯୋଗ ବିଷୟରେ ବୁଝାଇବାକୁ ହେବ। କୌଣସି ଗ୍ରାମ ଯେପରି ବାଦ୍ ନଯାଏ। ଏପ୍ରିଲ 5 ତାରିଖ ରାତି ପାସେଞ୍ଜରରେ ଆମେ 4 ଜଣ ବାଲେଶ୍ୱର ଗଲୁ। ଆମେ ଭାବୁଥିଲୁ ଯେ ସକାଳେ ବାଲେଶ୍ୱରରେ ପହଞ୍ଚି ହରତାଳର ନାଗରା ଦେବୁ। ତାପରେ ଦେଖାଯିବ କ'ଣ ହେଉଛି। ସେଦିନ ତ ଉପବାସ। ସେହି ସମୟ ହିଁ ବାସ୍ତବିକ ବିପ୍ଳବର ସମୟ ଥିଲା। ଆଖି ବୁଜି ନିଜକୁ ନିଜେ ଯେକୌଣସି ଅବସ୍ଥା ଭିତରକୁ ଫୋପାଡ଼ି ଦେବାକୁ କେହି ଦ୍ୱିଧା ବୋଧ କରିନଥିଲେ। ସକାଳ 5ଟାରେ ଆମେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲୁ। ଷ୍ଟେସନର କୌଣସି ଗାଡ଼ି ବା କୁଲି ନଥାନ୍ତି। ପଚାରିବାରୁ ସମସ୍ତେ କହିଲେ ଆଜି ହରତାଳ ପରା। ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ବିନା କର୍ମରେ ଶୂନ୍ୟ ଶୂନ୍ୟ ଗାନ୍ଧୀଙ୍କ ବାର୍ତ୍ତା କିପରି ବିସ୍ତାରିତ ହୋଇ କାମ କରି ଯାଉଥାଏ ତାର ନମୁନା ପ୍ରଥମେ ଆମେ ଦେଖିଲୁ। 4 ଜଣ ଯାକ ଜିନିଷପତ୍ର କାନ୍ଧରେ ନେଇ ମୋତିଗଞ୍ଜ ବଜାରକୁ ଆସିଲୁ। ସେତେବେଳେ ଓକିଲ ସାହେବ ବୋଲି ଜଣେ ମୁସଲମାନ ବ୍ୟବସାୟୀ ଥିଲେ। ସେ ଆମକୁ ଡାକି ପଚାରିଲେ, ଆପଣମାନେ କିଏ, କୁଆଡ଼େ ଆସିଛନ୍ତି? ଆମେ କହିଲୁ ଆମେ ଆସିଛୁ କଂଗ୍ରେସ କାମ କରିବା ପାଇଁ। ସେ ଆମକୁ ନିଜ ଦୋକାନରେ ବସାଇ ଗୋଡ଼ ହାତ ଧୋଇବାକୁ ପାଣି ଦେଲେ। ତାଙ୍କ ଦୋକାନକୁ ଲାଗି ଡାକ୍ତର କୃଷ୍ଣପ୍ରସାଦ ମହାନ୍ତିଙ୍କ ଡାକ୍ତରଖାନା। ଏ ହେଉଛନ୍ତି ପୁରୁଣା କାଳିଆ ଓଡ଼ିଆ ପଢ଼ା ଡାକ୍ତର। ବାଟ ଚାଲି କଟକକୁ ଯାଇ ଡାକ୍ତରୀ ପଢ଼ିଥିଲେ। ବଲାଙ୍ଗୀର ପାଟନାରେ କାମ କରି କିଛି କିଛି ପଇସା କମାଇ ବାଲେଶ୍ୱରରେ ବ୍ୟବସାୟ ଚଳାଉଥିଲେ। ଇତିମଧ୍ୟରେ ସେ ଆସି ପହଞ୍ଚିଗଲେ। ସେ ଡାକ୍ତରଖାନା ଖୋଲିଦେଲେ। ହଠାତ୍ ଆମ ପାଖକୁ ଆସି ଆମ ଆସିବା ଉଦ୍ଦେଶ୍ୟ ବୁଝିଲେ। ସତେ ଉତ୍ସାହ ପ୍ରକାଶ କଲେ। ମୁଁ ତାଙ୍କୁ ପଚାରିଲି, ଆମେ ରହିବୁ କେଉଁଠି? ଡାକ୍ତରବାବୁ କିଛି ନ ବିଚାରି ହଠାତ୍ କହିଲେ, ମୋ ଡାକ୍ତରଖାନା ପଛ ପାଖରେ 4ଟା କୋଠରୀ ଅଛି। ସେଠି ରହନ୍ତୁ, ଘର ସାଫ ଅଛି, କିଛି କରିବାକୁ ପଡ଼ିବ ନାହିଁ। ଆମେ ଲୁଗାପଟା ନେଇ ସେଇଠି ରଖିଲୁ। ଏତେ ସହଜରେ ରହିବାର ବ୍ୟବସ୍ଥା ହୋଇଯିବ ବୋଲି ଆମେ କେବେ ଭାବିନଥିଲୁ। ଖବର ନେଇ ବୁଝିଲୁ ଯେ ସହରରେ ପୁରା ହରତାଳ ହୋଇଛି। ବଜାରରେ କେତେକ ବ୍ୟବସାୟ ଓ କରୁଣାକରଙ୍କ ବଡ଼ ଭାଇ ନାରାୟଣ ପାଣିଗ୍ରାହୀ, ଡାକ୍ତର କୃଷ୍ଣପ୍ରସାଦ ମହାନ୍ତି ଏହିମାନେ ଖବରକାଗଜରୁ କଂଗ୍ରେସର ନିର୍ଦ୍ଦେଶ ଓ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଜାଣି ଏହା କରାଇଛନ୍ତି। ବର୍ତ୍ତମାନ ପରିଷ୍କାର ଜଣାଗଲା, କୃଷ୍ଣପ୍ରସାଦ ମହାପାତ୍ର ପ୍ରଥମେ ଯେ ଖବର ବୁଝି ସାରିଥିଲେ ତାହା କେବଳ ଓକିଲ ଶିକ୍ଷିତ ମହଲ ଖବର। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଅଲକ୍ଷିତ ଭାବରେ ସାଧାରଣ ଜନତା ବା ଯେଉଁମାନେ ସେବା ଓ ସାଧାରଣ ଜୀବନରେ କିଛି ଧାରୁ ନଥିଲେ ସେମାନଙ୍କ ଭିତରେ କିପରି ଏକ ଅଦ୍ଭୁତ ପ୍ରଭାବ ବିସ୍ତାର ଆପେ ଆପେ କରିଥିଲା ତାହା ଅତି ବୁଦ୍ଧିମାନ ଲୋକ ମଧ୍ୟ ଆଗ
ଆଗରୁ ଜାଣିପାରୁନଥିଲି। ଲୁଗାପଟା ରଖିଦେଇ ସେଦିନ ସନ୍ଧ୍ୟାରେ ସଭା ହେବା ପାଇଁ ଜାଗରା ଦେବାକୁ ବନ୍ଦୋବସ୍ତ କଲୁ। ନାଗରା ସାଙ୍ଗରେ ଆମେ ଚାରିଆଡ଼େ ଯାଇ ସଭାରେ ବିଜ୍ଞାପନ ଦେଲୁ। ଖରାବେଳେ ଆମ ବସାରେ ବିଶ୍ରାମ ନେଲୁ। ମୋ ପାଖରେ ଟଙ୍କାଏ କେତେ ପଇସା ଥାଏ। କରୁଣାକରଙ୍କ ଭାଇ ନାରାୟଣ ବାବୁଙ୍କ ସହର ଜଣେ ବ୍ୟବସାୟୀ ଥିଲେ ମଧ୍ୟ ଭୈରବର କକା ଜଣେ ଜମିଦାରଙ୍କ ତହସିଲ ଭାବରେ ସେହି ସହରରେ ଥିଲେ। ସେମାନେ କେହି ତାଙ୍କଠାକୁ ଯାଇନଥିଲେ। ସ୍ୱରାଜ କାମ ବୋଲନ୍ତେ ଘରଦ୍ୱାର ଛାଡ଼ି ସେହି କାମରେ ଲାଗିବା ସେତେବେଳେ ବୁଝାଉଥାଉ। ଅନ୍ତତଃ ମୋ ସମ୍ପର୍କରେ ଯେଉଁମାନେ ଆସୁଥିଲେ ସେମାନଙ୍କୁ ସେହି ପ୍ରତିଜ୍ଞାରେ ଆବଦ୍ଧ କରାଉଥାଏ। ବାସ୍ତବିକ ସେତେବେଳେ ମୋର ଯେଉଁ ଧାରଣା ଥିଲା ତାହା ଅଭିଜ୍ଞତା ଫଳରେ ଆହୁରି ଦୃଢ଼ଭୂତ ହୋଇଅଛି। ଘର ସଂସାର ନ ଛାଡ଼ିଲେ ବିପ୍ଳବାତ୍ମକ କାର୍ଯ୍ୟ ସଫଳତାର ସହିତ କରିହେବ ନାହିଁ। ସ୍ୱରାଜ ପାଇଁ ଆମେ ଯେ ଏକ ବିଶାଳ ବିପ୍ଳବାତ୍ମକ କାମ ତାହା କେବଳ ସେହି ସମୟରେ ଉପଲବ୍ଧି କରାହେଉଥିଲା। ଧୀରେ ଧୀରେ ତାହା ଶିଥିଳ ହୋଇଯାଇ ଦେହଘଷା ହୋଇଗଲା। ଫଳରେ କାମ ମଧ୍ୟ ଆଉ ବିପ୍ଳବାତ୍ମକ ହୋଇ ରହିଲା ନାହିଁ। ଆମ ଭିତରେ କେହି ବକ୍ତା ନଥିଲେ। କୌଣସି କେହି କେବେ କେଉଁଠି ବକ୍ତା ବା ବକ୍ତୃତା ଦେଇନଥିଲେ। ଏପରିକି ସ୍କୁଲ କଲେଜରେ ଡିବେଟିଂ ସୋସାଇଟିରେ ମଧ୍ୟ ଆମେ କେହି ଭାଗ ନେଇନଥିଲୁ। ଯେଉଁମାନେ ଅଗ୍ରଣୀ ହୋଇ ଦେଶ କାମରେ ବାହାରିଲେ ସେମାନେ କେହି ଛାତ୍ର ଜୀବନର କୌଣସି ଆନ୍ଦୋଳନରେ ସାମିଲ ହୋଇନଥିଲେ। ବକ୍ତୃତା ଦେଇ ନ ଜାଣିବା ଆମକୁ ଏକ ମହା ଚିନ୍ତାର ବିଷୟ ହେଲା। ତଥାପି ଆମେ ସାହସ ବାନ୍ଧି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲୁ। ସନ୍ଧ୍ୟାବେଳେ ବିରାଟ ସଭା ପରମିଟ୍ କୋଠି ହାତରେ ହେଲା। ପ୍ରାୟ 3000 ଲୋକ, ଜଣେ ଦୁଇ ଜଣ ମୁକ୍ତାର ଛଡ଼ା ଆଉ ଶିକ୍ଷିତ ଲୋକ କେହି ନଥିଲେ। ସେଦିନ ସଭାରେ ଅଭିରାମ ନନ୍ଦ ସଭାପତି ହୋଇଥିଲେ। ସେ ଜଣେ ଇଂରାଜୀ ଅଶିକ୍ଷିତ ମାତ୍ର କର୍ମଠ ଉତ୍ସାହୀ ବ୍ୟକ୍ତି। ସେ ମୋହରରେ କାମ କରୁଥିଲେ। ପ୍ରଥମେ କୃଷ୍ଣପ୍ରସାଦ ମହାପାତ୍ର ବକ୍ତୃତା ଦେଲେ। ତାତ୍ପର୍ଯ୍ୟ କାହିଁକି ହରତାଳ ହୋଇଛି ସେ ତାରିଖରେ ରୌଲଟ ଆଇନ ବିରୁଦ୍ଧରେ ମହାତ୍ମା ଗାନ୍ଧୀ 1919ରେ ସତ୍ୟାଗ୍ରହ ଘୋଷଣା କରିଥିଲେ। ତାର ଫଳରେ 13 ତାରିଖରେ ପଞ୍ଜାବରେ ଜାଲିଆନାବାଗ ଶହ ଶହ ନିରୀହ ଜନତାଙ୍କୁ ମାରିଦିଆଗଲା। ନୂତନ ପ୍ରବର୍ତ୍ତିତ ଶାସନ ସଂସ୍କାର କିଛି ନୁହେଁ। ସ୍ୱରାଜ ଆବଶ୍ୟକ। ସେଥିପାଇଁ ଅହିଂସା ସହଯୋଗରେ ସୂତ୍ରପାତ ଇତ୍ୟାଦି ବିଷୟରେ ବୁଝାଇଥିଲେ। ତାପରେ ମୁଁ କହିଥିଲି, ସଭାରେ ବକ୍ତୃତା ଦେବା ଏହି ମୋର ପ୍ରଥମ। ନିର୍ଭୀକତା ଓ ପ୍ରାଣ ଦେବା ପାଇଁ ପ୍ରସ୍ତୁତ ହୋଇ ସ୍ୱରାଜ କାମରେ ଯୋଗ ଦେବାକୁ ମୁଁ ଜନତାଙ୍କୁ ଆହ୍ୱାନ କରିଥିଲି। ପରାଧୀନତା ଭିତରେ ଜନସାଧାରଣ କି ଦୁଃଖ ଭୋଗ କରୁଛନ୍ତି ତାହା ମୁଁ ବର୍ଣ୍ଣନା କରିଥିଲି। ଶେଷରେ କଂଗ୍ରେସ କାମ ପାଇଁ ସାହାଯ୍ୟ କରିବାକୁ ଅର୍ଥ ଭିକ୍ଷା କରିଥିଲି। ସେଦିନ ସଭାରେ 16 ଟଙ୍କା କେତେ ଅଣା ସଂଗୃହୀତ ହୋଇଥିଲା। ସଭାରେ ପ୍ରବଳ ଉତ୍ସାହ ଥିଲା। ଜୟ ମହାତ୍ମା ଗାନ୍ଧୀ କି ଜୟ ନିନାଦରେ ସଭା କମ୍ପି ଉଠିଥିଲା। ଏ ଦୃଶ୍ୟ ଦେଖି ଆମ୍ଭେମାନେ ମଧ୍ୟ ଅଭିଭୂତ ହୋଇଯାଇଥିଲୁ। ସେଦିନ ବାଲେଶ୍ୱରର ଜିଲ୍ଲା ସ୍କୁଲରେ ହରତାଳ ହୋଇଥାଏ। ଅନେକ ଛାତ୍ର ସଭାକୁ ଆସିଥିଲେ। ସଭା ଶେଷରେ ବିଶ୍ୱନାଥ ହୋତା, ନୀଳାମ୍ବର ଦାସ ପ୍ରମୁଖ ଛାତ୍ରମାନେ ମୋତେ ଆସି ପଚାରିଲେ, ଆଜି ଆମେ ଧର୍ମଘଟ କରିଛୁ, ଏଣିକି ସ୍କୁଲରେ ପଢ଼ିବୁ କି ନା? ମୁଁ ସେମାନଙ୍କ ଘରର ଅବସ୍ଥା ବିଷୟରେ ପଚାରିଥିଲି। ଯେତେବେଳେ ଜାଣିଲି ଯେ ସେମାନେ ପରିବାର ଭରଣ ପୋଷଣ ପାଇଁ ମୁରବୀମାନଙ୍କର ଆଶାର କେନ୍ଦ୍ର ହୋଇ ରହିଛନ୍ତି, ସେମାନଙ୍କୁ ପଢ଼ା ଛାଡ଼ିଦେବା ପାଇଁ ହଠାତ୍ କହିବାକୁ ମୋର ସାହସ ହେଲା ନାହିଁ। ଗାନ୍ଧିଜୀ କ'ଣ କହୁଛନ୍ତି ଓ କଂଗ୍ରେସ କ'ଣ କହୁଛି ଏହା ହିଁ ବୁଝାଇଥିଲି। ପ୍ରାୟ 78 ଜଣ ବରାବର ପଢ଼ା ଛାଡ଼ିଦେଇ ଆସିଲେ ବୋଲି କହି ଆମ ବସାରେ ରହିଲେ। ମାତ୍ର ସେମାନଙ୍କ ଭିତରୁ ଅନେକ ପୁଣି ଫେରିଗଲେ। ଫେରିଯିବା ବାଲାଙ୍କ ଭିତରେ ଜଣେ ପରେ ରେଳ ବିଭାଗର ବଡ଼ ହାକିମ ହେଲେ, ଆଉ କେତେଜଣ ଓକିଲ ହେଲେ, ଆଉ କେତେଜଣ ଯାଇ ଘରେ ରହିଲେ। ମାତ୍ର ନୀଳାମ୍ବର ଓ ବିଶ୍ୱନାଥ ବରାବର ଦେଶକାମ କରିବାକୁ ରହିଲେ। ଏ ଦୁହେଁ ଜିଲ୍ଲା ସ୍କୁଲରେ 2ୟ ଶ୍ରେଣୀରେ ପଢ଼ୁଥିଲେ। ବସାରେ ନିଜ ହାତରେ ରାନ୍ଧି ଖାଉଥାଉ। 6 ତାରିଖ ପରେ 8 ତାରିଖ ପୁଣି ଏକ ସଭା ଆହ୍ୱାନ କଲୁ। ସେଦିନ ମଧ୍ୟ ବହୁ ଲୋକର ସମାଗମ ହୋଇଥିଲା। ଖୁବ୍ ଉତ୍ତେଜନାପୂର୍ଣ୍ଣ ବକ୍ତୃତା ମୁଁ ଓ ମୋର ବନ୍ଧୁମାନେ ଦେଇଥିଲୁ। ଏଣିକି ଆମ ମୁହଁ ଖିଲିଗଲାଣି। ଆମ ବକ୍ତୃତା ଭଲ ହେଉଛି ବୋଲି ଶୁଣି ଆମେ ଉତ୍ସାହିତ ହେଲୁ। ଆମରିମାନଙ୍କ ପରି ନୂତନ ବକ୍ତାମାନଙ୍କୁ ଲକ୍ଷ୍ୟ କରି ସେ ସମୟରେ ପଣ୍ଡିତ ଗୋପବନ୍ଧୁ ପରିହାସ କରି କହିଥିଲେ, ଏ ତ ଏପରି ଏକ ବ୍ୟାପାର ଯେ ମୂକଂ କରୋତିଂ ବାଚାଳଂ ପଙ୍ଗୁଳୟଂ ଗିରିଂ। ବାଚାଳ ତ ହେଲ, ଏଥର ଗିରି ଲଙ୍ଘନ କର। 8 ତାରିଖ ଦିନ ସଭାରେ 60 ଟଙ୍କା କେତେ ଅଣା ସଂଗୃହୀତ ହୋଇଥିଲା। ବର୍ତ୍ତମାନ ଟଙ୍କାର ଅଭାବ ନଥାଏ, କର୍ମୀର ଅଭାବ ମଧ୍ୟ ପୂରଣ ହୋଇ ଆସୁଥାଏ। ଏହି 8 ତାରିଖ ଦିନ ସୁରେନ୍ଦ୍ରନାଥ ଦାସ ସର୍ଦ୍ଦାର ସଭାସ୍ଥଳରେ ମୋତେ ଚୁପ୍ ଚୁପ୍ କରି ଡାକି ପଚାରିଲେ, ମୁଁ ଚାକିରି ଛାଡ଼ିଦେବି ନା? ସେ ସେତେବେଳେ ପୋଲିସ ସବ୍ଇନ୍ସପେକ୍ଟର ପାହାରିଆ ସରକାରୀ ଚାକିରି କରୁଥିଲେ। ମୁଁ ତାଙ୍କୁ ଉତ୍ତର ଦେଇଥିଲି, ନିଜ ମନକୁ ବୁଝାଇ ଯାହା ସ୍ଥିର କର। ତହିଁ ପରଦିନଠାରୁ ସେ ଆସି ଆମ ବସାରେ ରହିଲେ। ସେତେବେଳେ କଂଗ୍ରେସରେ କାମ କରୁଥିବା ଲୋକେ ଯେଉଁଠି ରହୁଥିଲେ ଓ ଯେଉଁଠି ଅଫିସ ରହୁଥିଲା ତାକୁ ସ୍ୱରାଜ୍ୟ
ଶ୍ରମ ବୋଲି ନାମ ଦେଇଥିଲେ। ଆମ ବସାରେ ବର୍ତ୍ତମାନ ଅନେକ କର୍ମୀ ଆସିଲେଣି ଓ କଂଗ୍ରେସ ଅଫିସ ଖୋଲା ହେଲାଣି। ଏଣୁ ଏହାକୁ ସ୍ୱରାଜ୍ୟ ଶ୍ରମ ନାମ ଦେଇ ସାଇନବୋର୍ଡ଼ ମରାଯାଉ ବୋଲି ମୋର କେତେଜଣ ସଙ୍ଗୀ ପ୍ରସ୍ତାବ କଲେ। ମାତ୍ର ସମସ୍ତେ ଯାହା କରୁଛନ୍ତି ସେଥିରୁ ବିନା କାରଣରେ ହେଉ ପଛକେ ଟିକିଏ ଅଲଗା କରି କିଛି କରିବା ଏହି ଯେ ମୋ ମନର ଗଣ୍ଠି। ତଦନୁସାରେ ସମସ୍ତଙ୍କୁ ଏକମତ କରାଇ ଆମର ସ୍ୱରାଜ୍ୟ ମନ୍ଦିର ନାମ ରଖାଗଲା। ବଢ଼େଇ ଲଗେଇ ଅରଟ ତିଆରି କଲୁ। ଆମେ ଯେତେବେଳେ କଟକକୁ ଆସିଛୁ ଲୋକେ ଭାବୁଥାନ୍ତି ଆମେ ସୂତାକଟା ଇତ୍ୟାଦି ସବୁ ଜାଣୁ, ମାତ୍ର ଆମେ କିଛି ଜାଣିନଥାଉ। ସେଇଠି ସବୁ ନିଜେ ନିଜେ ଶିଖିଲୁ। ଉପରେ ପଢ଼ିଲେ ବଜାଇ ଶିଖନ୍ତି, ଏ କଥା ଆମେ ଅଙ୍ଗେ ଲିଭେଇଲୁ। ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଗଠିତ ହେଲା। ସଭାପତି ଶ୍ରୀ ବିପିନ ବିହାରୀ ଦାସ ହେଲେ ଓ ମୁଁ ସମ୍ପାଦକ ନିଯୁକ୍ତି ହେଲି। ବିପିନ ବିହାରୀ ବାବୁ ଜଣେ ଅତି ବଡ଼ ଜମିଦାର ପରିବାର ଲୋକ। ତାଙ୍କ ପୁରୁଷରେ ତାଙ୍କର ବହୁ ଜମିଦାରୀ ନିଲାମ ହୋଇଛି। ସେ ପିଲାଦିନରୁ ବିଳାସରେ ବଢ଼ି କୁପଥଗାମୀ ହୋଇଯାଇଥିଲେ। ତାଙ୍କୁ ଆମେ ବାଟକୁ ଆଣିଥିଲୁ। ସେଦିନୁ ସେ ଅବାଟ ମାଡ଼ି ନାହାନ୍ତି। ଆମର କାମ ଥାଏ ସେତେବେଳେ ନିଶା ଦୋକାନରେ ପିକେଟିଂ କରିବା, ବିଦେଶୀ ଲୁଗା ବନ୍ଦ କରିବା, କଂଗ୍ରେସ ସଭ୍ୟ ସଂଗ୍ରହ ଓ ତିଳକ ସ୍ୱରାଜ୍ୟ ପାଣ୍ଠି ସଂଗ୍ରହ କରିବା। ସ୍ୱରାଜ୍ୟ ମନ୍ଦିରର ଖାଇ ଖର୍ଚ୍ଚର ବ୍ୟବସ୍ଥା କରିବା ପାଇଁ ମୁଷ୍ଟି ଭିକ୍ଷା ସଂଗ୍ରହ କରିବା ମଧ୍ୟ ଏକ କାମ ଥାଏ। ରାତି ରାତି ମଦ ଦୋକାନ ଆଗରେ ପିକେଟିଂ ଚାଲିଥାଏ। ସକାଳୁ ଝୁଲି କାନ୍ଧରେ ପକାଇ ମୁଷ୍ଟି ଭିକ୍ଷା ସଂଗ୍ରହ ମଧ୍ୟ ଚାଲିଥାଏ। ବିଦେଶୀ ଲୁଗା ଦୋକାନ ଆଗରେ ପିକେଟିଂ ନିତ୍ୟ ନୈମିତ୍ୟ ବ୍ୟାପାର। ବିଦେଶୀ ଲୁଗା କଲିକତାରୁ କୌଣସି ବ୍ୟବସାୟୀ ନାମରେ ରେଳରେ ଆସୁଥିବାର ଖବର ପାଇଲେ ଏପରି ବ୍ୟବସ୍ଥା କରୁ ଯେ ଷ୍ଟେସନରୁ ଦୋକାନ ପର୍ଯ୍ୟନ୍ତ ମାଲ ଆସିପାରେ ନାହିଁ। ପ୍ରଥମେ କୁଲି ଯେପରି ମାଲ ନ ଉଠେଇଛି ସେଥିପାଇଁ ଚେଷ୍ଟା ହୁଏ। ଦୈବାତ୍ କୁଲି ଆମ କଥା ନ ମାନିଲେ ଗାଡ଼ିବାଲା ଯେପରି ନ ରହିବେ ତା'ର ବ୍ୟବସ୍ଥା କରୁ। ଗାଡ଼ି ଆଗରେ ଶୋଇ ପିକେଟିଂ କରିବା, କୁଲିମାନଙ୍କର ଗୋଡ଼ ହାତ ଧରିବା ଏସବୁ ଆମର କର୍ମକୌଶଳରେ ଥାଏ। ଏହିସବୁ କାମ ଛଡ଼ା ସ୍ୱରାଜ ସମାଚାର ନାମରେ ଖଣ୍ଡିଏ ସାପ୍ତାହିକ ପତ୍ରିକା ଲିଥରେ ଛପାଇ ବାହାର କରିବାର ବ୍ୟବସ୍ଥା କରିଥିଲି। ଫୁଲସ୍ତଫ୍ ସାଇଜ 8 ପୃଷ୍ଠାର ଏହି ପତ୍ରିକା ଜିଲ୍ଲାର ସବୁ ଅଞ୍ଚଳକୁ ବିତରଣ ପାଇଁ ପଠାଯାଉଥିଲା। ସେତେବେଳେ ବାଲେଶ୍ୱରରେ ଅତି ଅଳ୍ପ ଲୋକେ ଖବରକାଗଜ ପଢ଼ୁଥିଲେ। ବୋଧହୁଏ ଜଣେ ଦୁଇ ଜଣ ଗ୍ରାହକ ହୋଇ କଲିକତା କାଗଜ ଅଣାଉଥିଲେ। କଂଗ୍ରେସ ପାଣ୍ଠିରୁ ଅର୍ଥ ଦେଇ କଲିକତାର 2ଟି କାଗଜ ସର୍ଭଣ୍ଟ ଓ ଆନନ୍ଦବଜାର ପତ୍ରିକା ଏବଂ ସାପ୍ତାହିକ ସମାଜର ଏଜେଣ୍ଟ କରାଇ ଦେଇଥିଲି। ଧୀରେ ଧୀରେ ଏସବୁ କାଗଜ ବେଶୀ ବିକ୍ରି ହେଲା। ଏସବୁ ଖବରକାଗଜ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରୁଥିଲେ। ଜିଲ୍ଲାସାରା ଏକ ପ୍ରକାର ସଂଗଠନର ବ୍ୟବସ୍ଥା 78 ଦିନରେ ହୋଇଗଲା। କୃଷ୍ଣପ୍ରସାଦ ମହାପାତ୍ର ବସ୍ତାକୁ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ନୀଳାମ୍ବରଙ୍କୁ ଏବଂ କରୁଣାକର ପାଣିଗ୍ରାହୀ ଜଳେଶ୍ୱରକୁ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ୱନାଥଙ୍କୁ ପଠାଇଦେଲି। ବାଲେଶ୍ୱରରେ ମୁଁ ରହିଲି। ମୋ ସହିତ ସୁରେନ୍ଦ୍ର ରହିଲେ। ସୋରରେ ନନ୍ଦକିଶୋର ଦାସ ଥାନ୍ତି। ସେ ମୋର ଅଞ୍ଚଳର କାମ ଦେଖୁଥାନ୍ତି। ଭଦ୍ରକରେ ଅନେକ କର୍ମୀ ବିଶେଷତଃ କଲେଜ ଛାଡ଼ି ଆସିଥିବା ଛାତ୍ର ବାହାରି କାମ କରୁଥାନ୍ତି। ସେ ବାଞ୍ଛାନିଧି ମହାନ୍ତି ଓକିଲାତି ପଢ଼ା ଛାଡ଼ି ଭଦ୍ରକ କାମରେ ଭାର ନେଇଥିଲେ। ତାଙ୍କ ସାଙ୍ଗକୁ ଘନଶ୍ୟାମ ସାହୁ, ଉପେନ୍ଦ୍ରନାଥ ପଣ୍ଡା ଓ ମୌଲବୀ ମହମ୍ମଦ ହନିଫ ପ୍ରମୁଖ ଅନ୍ୟମାନେ ଥିଲେ। ଘନଶ୍ୟାମ ଓ ଉପେନ୍ଦ୍ର କଲେଜ ଛାଡ଼ି ଆସିଥିଲେ। ହନିଫ ମିଆଁ ଅବକାରୀ ସବ୍ ଇନ୍ସପେକ୍ଟର କାମ ଛାଡ଼ି ଆସି ଯୋଗ ଦେଇଥିଲେ। ବାଞ୍ଛାନିଧି ବାବୁ ଓକିଲାତି ପଢ଼ିବା ଆଗରୁ ଅଳ୍ପଦିନ ପାଇଁ ଭଦ୍ରକ ସ୍କୁଲରେ ଆମର ଶିକ୍ଷକ ଥିଲେ। ତେଣୁ ସେ ମୋର ମାନ୍ୟ ଥିଲେ। ମାତ୍ର କର୍ତ୍ତବ୍ୟବୋଧରେ ଅକୁଣ୍ଠିତ ଚିତ୍ତରେ ସେ ମୋ ନିର୍ଦ୍ଦେଶମାନ ପାଳନ କରୁଥିଲେ। ସୁବୋଧ ଚନ୍ଦ୍ର ଦେ କଲେଜ ଛାଡ଼ି ଆସି ଘରେ ବସିଥିଲେ। ବାଲେଶ୍ୱରରେ କାମ ଆରମ୍ଭ ହେଲା ମାତ୍ରକେ ସେ ଆସି ଆମ ସହିତ ଯୋଗ ଦେଲେ ଓ ପୂର୍ଣ୍ଣ ପ୍ରାଣରେ କାମ ଦେଲେ। ଭୈରବଚନ୍ଦ୍ର ମହାପାତ୍ର ଜିଲ୍ଲା କଂଗ୍ରେସ କମିଟି ଅଫିସ ଜିମାରେ ଥିଲେ। ଏହାଛଡ଼ା ଅନ୍ୟାନ୍ୟ କେତେକ କର୍ମୀ ବାହାରି ପଡ଼ି କାମରେ ଯୋଗ ଦେଇଥିଲେ। ମୋତେ ଜିଲ୍ଲାସାରା ସବୁଆଡ଼େ ବୁଲି କାମ ଦେଖିବାକୁ ପଡ଼ୁଥାଏ। କଂଗ୍ରେସର କାର୍ଯ୍ୟକ୍ରମ ଥାଏ। 1921 ସାଲ ଜୁନ ମାସ ମଧ୍ୟରେ ଭାରତରେ 1,000 କଂଗ୍ରେସ ସଭ୍ୟ ସଂଗ୍ରହ, ତିଳକ ସ୍ୱରାଜ ପାଣ୍ଠି ପାଇଁ 1,000 ଟଙ୍କା ସଂଗ୍ରହ ଓ 1,000 ଅରଟ ଚାଲୁ ନିଶ୍ଚୟ କରିବାକୁ ପଡ଼ିବ। ସେତେବେଳେ ମୁଁ ଏତେ ଉତ୍ସାହରେ ଥାଏ ଯେ ଅନେକ ସଭାରେ ମୁଁ ଘୋଷଣା କରିଥିଲି ମୋ ଜମିଦାରୀରେ ମୁଁ ଆଇନଗତ ମାଲିକ। ଯଦି 1,000 ଟଙ୍କା ନ ହୋଇପାରିବ ତାହେଲେ ମୁଁ ତାକୁ ତିଳକ ସ୍ୱରାଜ୍ୟକୁ ପାଣ୍ଠିକୁ ଦାନ କରିଦେବି। ବାସ୍ତବିକ ସେତେବେଳେ ମୋର ସେୟା ନିର୍ଣ୍ଣୟ ଥିଲା। ଚାରିଆଡ଼େ ଲାଗିପଡ଼ି କଂଗ୍ରେସ ସଭ୍ୟ ସଂଗ୍ରହ, ଅର୍ଥ ସଂଗ୍ରହ ଓ ଅରଟ ପ୍ରଚାର ଚାଲିଲା। ଏହା ସାଙ୍ଗେ ସାଙ୍ଗେ ନିଶା ନିବାରଣ ଓ ବିଦେଶୀ ଲୁଗା ବର୍ଜନର ପ୍ରଚାର ମଧ୍ୟ ଚାଲିଥାଏ। ଯେଉଁ ସମୟର କଥା ମୁଁ କହୁଛି ସେତେବେଳେ ବାଲେଶ୍ୱରରେ ମଦ ପିଇବା ଗୋଟାଏ ସାଧାରଣ କଥା ଥିଲା।
କେତେକ ଜଣ ପ୍ରତିଷ୍ଠିତ ଓକିଲ, କେତେକ ସ୍କୁଲ ଶିକ୍ଷକ ଓ ଅନ୍ୟାନ୍ୟ କେତେକ ବାବୁଭାୟା ପ୍ରକାଶ୍ୟ ଭାବରେ ମଦ ପିଉଥିଲେ। ପିକେଟିଂ ଫଳରେ ଏ ଅନାଚାର ଆଖିରେ ଦେଖିବା ଭଳି କମିଗଲା। ଏପରିକି କିଛିଦିନ ପରେ ଏପରି ଭାବରେ କମିଗଲା ଯେ ଯେଉଁମାନେ ଅଭ୍ୟସ୍ତ ମଦ୍ୟପ ସେମାନେ ଲୁଚାଇ କରି ମଦ ଅଣାଇ ଖାଇଲେ। ଏଥିରେ ସେମାନେ ଅଭ୍ୟାସ ଛାଡ଼ିଦେଲେ ବୋଲି ଚାରିଆଡ଼େ ଧାରଣା ହୋଇଯାଇଥିଲା। ଏହି ମଦ ଦୋକାନ ପିକେଟିଂ ସମ୍ପର୍କରେ ଗୋଟିଏ ବିଷୟ ଯାହା ମୋର କେତେକ ସହକର୍ମୀଙ୍କ ଅଭିଜ୍ଞତାକୁ ବାରମ୍ବାର ଆସିଛି ତାହା ଉଲ୍ଲେଖ କରିବାକୁ ମନେ ହେଉଛି। ପ୍ରତ୍ୟେକ ମଦ ଦୋକାନ ପାଖରେ ବେଶ୍ୟାଙ୍କ ନିବାସ ଥାଏ। ମଦ ଦୋକାନ ଆଗରେ ଛିଡ଼ା ହୋଇ ମଦ୍ୟପମାନଙ୍କୁ ଅନୁରୋଧ କରି ଫେରାଇବା ପାଇଁ ଉଦ୍ୟମ କରିବା ଫଳରେ ବେଶ୍ୟା ନିବାସମାନଙ୍କୁ ମଧ୍ୟ ଯେଉଁମାନେ ଯିବାକୁ ଚାହୁଁଥିଲେ ସେମାନେ ସଙ୍କୋଚବଶତଃ ଯାଉନଥିଲେ। ଫଳରେ ସେମାନଙ୍କ ବ୍ୟବସାୟରେ ବଡ଼ ଆଘାତ ଲାଗୁଥାଏ। ତେଣୁ ସେମାନେ ଉତ୍ତ୍ୟକ୍ତ ହୋଇ ଆମ ଉପରକୁ ଛେପ, ଖଙ୍କାର, ମୃତ ଆଦି ଫୋପାଡ଼ୁଥିଲେ। ଦେହସାରା ଦୁର୍ଗନ୍ଧ ହୋଇ ମଧ୍ୟ ଆମେ ସେହିପରି ଛିଡ଼ା ହୋଇଥାଉ, ବରଂ ସେମାନଙ୍କୁ ମା ଭଉଣୀ କହି ବୁଝାଉଥାଉ। ମୁଷ୍ଟିଭିକ୍ଷା ସଂଗ୍ରହ ନିତାନ୍ତ ହୀନ ଅବସ୍ଥାରେ ପିକେଟିଂ ଏସବୁ ଯେ ପ୍ରାୟ ବର୍ଷେ କାଳ ଆମକୁ କରିବାକୁ ପଡ଼ିଥିଲା। ତା ଫଳରେ ଆମର ସହନଶୀଳତା ଗୁଣର ଅଭ୍ୟାସ ହେଉଥିଲା। ମନର କୋଣ ସବୁ ଘଷିମାଜି ହୋଇ ସମାନ ହୋଇଥିଲା ପରି ହୋଇଯାଉଥିଲା। ହଠାତ୍ ଅପମାନସୂଚକ କଥା ଶୁଣି ରାଗିଯିବା, ଏ ଦୁର୍ବଳତା ପ୍ରାୟ ଚାଲିଗଲା କହିଲେ ଚଳେ। ଦେଶ କାମ ପାଇଁ ସବୁ ପ୍ରକାର ଅବସ୍ଥାକୁ ଉତ୍ସାହ ସହକାରେ ସହିନେବା, ଏ ଗୁଣ ମଧ୍ୟ ହାସଲ ହେଉଥାଏ। କର୍ମକୁଶଳତା ପାଇଁ ଏ ପ୍ରକାର ବ୍ୟବହାରିକ ଶିକ୍ଷା ନିତାନ୍ତ ଆବଶ୍ୟକ। ଏହା ମୋର ସେହି ଅଭିଜ୍ଞତାରୁ ମୁଁ ଲାଭ କରି ବୁଝିଛି। ସହରର କାମ ଏହିପରି ଚାଲିଥାଏ। ଗ୍ରାମରେ ମଧ୍ୟ ସେହି ପ୍ରକାର ଅଭିଜ୍ଞତା। ସହରର ଛୋଟ ବ୍ୟବସାୟୀମାନେ ମଧ୍ୟ ମଧ୍ୟବିତ୍ତ ଶ୍ରେଣୀର ଲୋକେ କଂଗ୍ରେସକୁ ସାହାଯ୍ୟ କରୁଥିଲେ। ମାତ୍ର ଗାଁରେ ଯାହାର ଟିକିଏ ହେଲେ ଜମିଦାରୀ ଅଛି ସେ କଂଗ୍ରେସ ଯେପରି ତା ଇଲାକାରେ ନ ପଶୁ ସେଥିପାଇଁ ଭାଷଣ ଓ ଉଦ୍ୟମ କରୁଥିଲେ। ଜନସାଧାରଣଙ୍କର ଅତି ଉତ୍ସାହ ଓ ସହାନୁଭୂତି ଥାଏ। ମାତ୍ର ଜମିଦାର, ପୋଲିସ ଏମାନଙ୍କ ଭୟରେ ସେମାନେ ଏତେ ଭୀତ ଯେ ସେମାନଙ୍କ ଉତ୍ସାହ ଓ ସହାନୁଭୂତି କୌଣସି ପ୍ରକାର ପ୍ରକାଶ ଆକାର ଧରୁନଥାଏ। ପ୍ରଥମେ ଗାଁ ଅଞ୍ଚଳକୁ ଗଲେ କେହି ରହିବା ପାଇଁ ଜାଗା ଦେଉନଥିଲେ। ସମସ୍ତେ ଜମିଦାର କଚେରୀ ବା ଘର ଆଡ଼କୁ ହାତ ବଢ଼ାଇ ଦେଇ ସେଇଠିକି ଯିବା ପାଇଁ କହୁଥାନ୍ତି। ମାତ୍ର ସଭା ଡାକିଲେ ହଜାର ହଜାର ଲୋକ ଉପସ୍ଥିତ ହେଉଥାନ୍ତି। ସଭାରେ କଂଗ୍ରେସ ସଭ୍ୟ ହେବା ପାଇଁ କହିଲେ ସମସ୍ତେ ପଛାଇ ଦିଅନ୍ତି। ପୋଲିସ କର୍ମଚାରୀ ଯଦି କେହି ଉପସ୍ଥିତ ଥାନ୍ତି ତେବେ ସମସ୍ତେ ଏପରି ମ୍ରିୟମାଣ ହୋଇ ବସନ୍ତି ଯେ ଯେପରି କାହାର ଜୀବନ ନାହିଁ। ମାତ୍ର କେହି ନଥିଲେ ସମସ୍ତେ ଉତ୍ସାହ ପ୍ରକାଶ କରି ଆମକୁ ମଧ୍ୟ ଉତ୍ସାହିତ କରୁଥାନ୍ତି। ଉତ୍ତର ବାଲେଶ୍ୱର ଗସ୍ତରେ ଯେତେବେଳେ ମୁଁ ପ୍ରଥମେ ଯାଏ ସେତେବେଳେ ସାଙ୍ଗରେ ଚୁଡ଼ା ଗୁଡ଼ ନେଇ ଯିବାକୁ ହୋଇଛି। ଗଛମୂଳେ ରୋଷେଇ କରି ଖାଇଛୁ। ଅନାହାରରେ ମଧ୍ୟ ଅନେକ ଦିନ କଟାଇଛୁ। କରୁଣାକର, ବିଶ୍ୱନାଥ ଓ ନୀଳାମ୍ବର ପ୍ରଭୃତି ମାସ ମାସ କାଳ ଭାତ ଖାଇବାକୁ ପାଇନାହାନ୍ତି। ଅନେକ ଦିନ କୋଳି ଖାଇ ରହିଛନ୍ତି। ଏ ସମୟକାର ଗୋଟିଏ ଘଟଣା ମୁଁ କେବେ ଭୁଲି ପାରିବି ନାହିଁ। ଥରେ କରୁଣାକର ଓ ଅନ୍ୟ କେତେକ କର୍ମୀ ଲଙ୍ଗଳେଶ୍ୱର ଅଞ୍ଚଳରେ ଗସ୍ତ କରୁଥିଲୁ। ସେଇଠି ମୋତେ ଜ୍ୱର ଓ କରୁଣାକରକୁ ଅମାଶୟ ହେଲା। ଜ୍ୱର ମୋତେ 104 ଡିଗ୍ରୀ ପର୍ଯ୍ୟନ୍ତ ହେଉଥାଏ। କରୁଣାକର ନାଳ ଝାଡ଼ା ମଧ୍ୟ ସେହିପରି ଉତ୍କଟ। ବାଲେଶ୍ୱର ଚାଲି ଆସିବା ଛଡ଼ା ଅନ୍ୟ ବାଟ ନାହିଁ। ଅନ୍ୟ କର୍ମୀମାନଙ୍କୁ ଭିନ୍ନ ଭିନ୍ନ ଅଞ୍ଚଳକୁ ପଠାଇ ଦେଇ କରୁଣାକର ଓ ମୁଁ ସକାଳ ପ୍ରାୟ 7ଟା ବେଳେ ବସ୍ତା ଷ୍ଟେସନକୁ ବାହାରିଲୁ। ସନ୍ଧ୍ୟା ଗାଡ଼ି ଧରି ବାଲେଶ୍ୱର ଆସିବୁ। ବସ୍ତା ଷ୍ଟେସନ 18 ମାଇଲ ବାଟ। କମ୍ ବାଟ ପଡ଼ିବ ବୋଲି ବିଲ ବାଟେ ଆସିଲୁ। ମାତ୍ର ସେଥିରେ ବାଟଗଣା ହେବାରୁ ଆହୁରି ବେଶି ବାଟ ପଡ଼ିଲା। ବିଲ ବାଟ ଅର୍ଥ ହେଉଛି ଗଛ ବୃକ୍ଷ କିଛି ନାହିଁ। ଖଣ୍ଡେ ବାଟ ଯାଉଥାଏ। ଝାଡ଼ା ଫେରି ବସୁଥାଏ। ମେଞ୍ଚାଏ ପାଞ୍ଚେଇବା ପାଇଁ ପାଣି ନଥାଏ। ସେପରି କରୁଣାକର ଚାଲିଥାଏ। ମୋ ଦେହରେ ଭାରି ଜ୍ୱର ଥାଏ। ପ୍ରଚଣ୍ଡ ପିପାସା। ଦିନ 11ଟା 12ଟା ବେଳକୁ ଖରା ଏଡ଼େ ଟାଣ ହେଲା ଯେ ଆମେ ହୋଇଗଲୁଣୁ। ଦୁହେଁଯାକ ଆତ୍ମା ଶରୀରଠାରୁ ପୃଥକ୍। ଏହି ବିଷୟ ଆଲୋଚନା ଚାଲିଛୁ। ପାଖରେ ଅଛି 2ଟି ମାତ୍ର ପଇସା। ବାଟରେ ଜଣେ ସାଆନ୍ତାଳ ମୂଲିଆ ବିଲରେ କାମ କରୁଥାଏ। ତା'ଠାରେ ଗୋଟିଏ ଠେକିରେ ପାଣି ଥିବା ପରି ଜଣାହେଲା। ତାକୁ ପାଣି ମାଗିବାରୁ ସେ ବିରକ୍ତ ହେଲା। କହିଲା, ତୁମକୁ ଦେବି ତ ମୁଁ କ'ଣ କରିବି? କରୁଣାକର ତାକୁ ପଇସାଟିଏ ଦେବାରୁ ସେ ପାଣି ମୁନ୍ଦାଏ ଦେଲା। ସେଥିରୁ ସେ ଟିକିଏ ପିଇଲା। ମୁଁ ଟିକିଏ ପିଇଲି। ଆଉ ଟିକିଏ ଦୂର ଗଲାପରେ ଜଣେ ମୂଲିଆଠାରୁ ଅବଶିଷ୍ଟ ଥିବା ପଇସା ଟିକେ ଦେଇ ମନ୍ଦିଏ ତୋରାଣି ପିଇ ଦୁହେଁ ଚାଲିଲୁ। ସେଦିନ ଆମେ ପ୍ରାୟ ସୁନିଶ୍ଚିତ ଜାଣିଥିଲୁ ଯେ ବାଟରେ ଆମେ ମରିଯିବୁ। ମାତ୍ର ଶରୀର କଷ୍ଟରେ ବିଚଳିତ ହେବୁ ନାହିଁ ବୋଲି ଆମର ଦୃଢ଼ପଣ। ଶେଷରେ ପ୍ରାୟ 2ଟା ବେଳକୁ ବସ୍ତା ଷ୍ଟେସନ ଧରିଲୁ। ତା'ର ମାଇଲକ ପୂର୍ବରୁ ବାଟରେ ଜଣେ ଲୋକର ଘର ପଡ଼ିଲା। କରୁଣାକର ହଠାତ୍ ଘର ଭିତରେ ପଶିଯାଇ ତା'ର ବଢ଼ା ହୋଇଥିବା ତୋରାଣିକୁ ପିଇଗଲା। ମୋତେ ଅତି ସଙ୍କୋଚ ବୋଧ ହେଉଥାଏ ଓ କରୁଣାକର ପ୍ରତି ରାଗ ହେଉଥାଏ ଯେ ସେ ସବୁ ପିଇଗଲା, ମୋତେ ଦେଲା ନାହିଁ। ଘରର ମାଲିକ ବିସ୍ମିତ ଓ ଅବାକ୍ ହୋଇ ଅନାଇଥାଏ। ସେ ଦେଖିଲା ଆମେ ଅତି
କ୍ଷୁଧିତ ଓ ତୃଷାର୍ଥ। ସେ ଆମ ଦୁଇ ଜଣଙ୍କୁ ଖାଇବାକୁ ଓ ପିଇବାକୁ ଦେଲା। ସେ ଜଣେ ସ୍କୁଲ ଶିକ୍ଷକ। ଯାହା ହେଉ ବାଲେଶ୍ୱରରେ ପହଞ୍ଚିଲୁ। ଆଶ୍ଚର୍ଯ୍ୟର ବିଷୟ ଯେ ବାଲେଶ୍ୱରରେ ପହଞ୍ଚିବା ପରେ ମୋର ଜ୍ୱର ନାହିଁ କି କରୁଣାକରର ଝାଡ଼ା ନାହିଁ। ଜିଲ୍ଲାର ଅନେକ ଅଞ୍ଚଳରେ ପାଣିର ଏତେ ଅଭାବ ତା ମୋ କଳ୍ପନାର ଅତୀତରେ ଥିଲା। ପିଇବା ପାଇଁ ପାଣି ଆଣିବାକୁ ଲୋକେ 7-8 ମାଇଲ ଦୂର ଯାଆନ୍ତି। କେଉଁଠି ଖଣ୍ଡେ ଖଣ୍ଡେ ଛୋଟ ଗଡ଼ିଆରେ ଝାଡ଼ା ଫେରି ପାଞ୍ଚନ୍ତି, ବାସନ ମାଜନ୍ତି, ସେହି ପାଣି ମଧ୍ୟ ପିଅନ୍ତି। ଯେଉଁ ସବୁ ଅଞ୍ଚଳରେ ପାଣି ନିତାନ୍ତ ଅସୁବିଧା ଥିଲା, ସେଠି ତା'ର କିଞ୍ଚିତ୍ ପ୍ରତିକାର ମୋ ଅଭିଜ୍ଞତା ଫଳରେ ଜିଲ୍ଲା ବୋର୍ଡ ଜରିଆରେ ପରେ କରିଥିଲି। ପରେ ଦେଶସାରା ଯେଉଁ ଜାଗୃତି ଦେଖାଗଲା, ତାହା ହେଉଛି ସେହି ଅସୁବିଧା ଭିତରେ ଗତି କରି କଂଗ୍ରେସକୁ ଚଳାଇବାର ଫଳ। ମୋର ପ୍ରଥମ ଗସ୍ତ ପରେ ମୁଁ ଉପଲବ୍ଧି କଲି ଯେ ଜମିଦାରମାନଙ୍କ ବିରୋଧରେ ମଧ୍ୟ ବିଚାର କରିବାକୁ ହେବ। ସମସ୍ତ ସହକର୍ମୀ ଏଥିରେ ସମ୍ମତ ହେଲେ। ସେହି ଅନୁସାରେ ଇଂରେଜ ସରକାର ଓ ତାଙ୍କର ପୋଷକ ସମସ୍ତଙ୍କ ବିରୁଦ୍ଧରେ ପ୍ରଚାର ଚାଲିଲା। ଏପରିକି ଯେଉଁଠି ଯାହା କିଛି ଅନ୍ୟାୟ, ସେଠି ତା'ର ବିରୋଧରେ ପ୍ରଚାର ହେଲା ଆମ କାମ। ନାନାବିଧ ଉପାୟରେ ପ୍ରଚାର କାର୍ଯ୍ୟ ଚାଲିଥାଏ। ସଭା ସମିତିରେ ବକ୍ତୃତା ଦେବା, ଘର ଘର ବୁଲି କହିବା, ସଙ୍ଗୀତ ଦଳମାନ ଗଠନ କରି ଜାତୀୟ ସଙ୍ଗୀତ ବୋଲି ଚାରିଆଡ଼େ ବୁଲିବା, କୀର୍ତ୍ତନ ଜରିଆରେ ଜାତୀୟତା ପ୍ରଚାର, ଏସବୁକୁ ଏକ ସଙ୍ଗରେ ଚାଲିଥାଏ। ବାଞ୍ଛାନିଧି ବାବୁ ଜଣେ ସୁଗାୟକ ଓ ସୁଲେଖକ ମଧ୍ୟ। ନାନା ପ୍ରକାର ସୁର, ନାନା ପ୍ରକାର ଗୀତ ରଚନା କରି ସେ ସଙ୍ଗୀତ ଦଳମାନ ସୃଷ୍ଟି କରିଥିଲେ। ଜିଲ୍ଲା ସାରା ଚାରିଆଡ଼େ ବାଞ୍ଛାନିଧି ବାବୁଙ୍କ ଗାନ ବୋଲା ଯାଉଥାଏ। ସେ ଗାନ ସବୁ ଏକ ଅଦ୍ଭୁତ ଉନ୍ମାଦନା ଆଣୁଥାଏ। ପଣ୍ଡିତ ଗୋପବନ୍ଧୁ ବାବୁ ଆମ ଜିଲ୍ଲାର ଅନେକ ଅଞ୍ଚଳରେ ଗସ୍ତ କରିଥିଲେ। ବିହାରରୁ ମଜହୁରୁଲ ହକ୍ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଭଦ୍ରକକୁ ଆସିଲେ। ସେତେବେଳେ ସ୍ୱରାଜ ଆନ୍ଦୋଳନ ସହିତ ଖିଲାଫତ ଆନ୍ଦୋଳନ ଯୋଗ ହୋଇଥିବାରୁ ମୁସଲମାନମାନେ ଅତି ଉତ୍ସାହରେ ମାତିଥାନ୍ତି। ଭଦ୍ରକ ଓଡ଼ିଶା ଭିତରେ ମୁସଲମାନଙ୍କର ଏକ କେନ୍ଦ୍ରସ୍ଥଳ ଥିବାରୁ ସେଠାରେ ଆନ୍ଦୋଳନର ଉନ୍ମାଦନା ବେଶୀ ଥାଏ। ଜୁନ 30 ତାରିଖ ହୋଇଗଲା। କଂଗ୍ରେସ ନିର୍ଦ୍ଧାରଣ ଅନୁସାରେ ସଭ୍ୟ ସଂଗ୍ରହ, ପାଣ୍ଠି ସଂଗ୍ରହ ଓ ଅରଟ ପ୍ରଚାର ହେଲା। ଓଡ଼ିଶାରେ ସଭ୍ୟ ସଂଗ୍ରହ ଯଥାବିଧି ହୋଇଥିଲେ, ମାତ୍ର ପାଣ୍ଠି ସଂଗ୍ରହ ନିର୍ଦ୍ଧାରଣ ଅନୁସାରେ ହୋଇପାରିଲା ନାହିଁ। ମୁଷ୍ଟିଭିକ୍ଷା ଚାଉଳ ଲଗାଇ ମୋର ମନେହୁଏ ମୋର 40,000 ଟଙ୍କା ସରିକି ଆଦାୟ ହୋଇଥିଲା। ଅରଟ ପ୍ରଚାର ମଧ୍ୟ ସେହିପରି କିଛି ହୋଇପାରିନଥିଲା। ସେ ଦିଗରେ ଉତ୍ସାହ ମଧ୍ୟ ବେଶୀ ଦେଖାଯାଇ ନଥିଲା। କିନ୍ତୁ ସମଗ୍ର ଦେଶ ପାଇଁ ନିର୍ଦ୍ଧାରିତ ସଂଖ୍ୟାର ସଭ୍ୟ ଅର୍ଥ ଓ ଅରଟ ହୋଇଯାଇଥିଲା। ପୁଣି ନିଖିଳ ଭାରତ କଂଗ୍ରେସ କମିଟିର ପ୍ରସ୍ତାବ ହେଲା ଯେ ସେପ୍ଟେମ୍ବର ମାସ ଭିତରେ ବିଦେଶୀ ବସ୍ତ୍ର ପୂର୍ଣ୍ଣ ଭାବରେ ବର୍ଜନ କରିବାକୁ ହେବ। ପ୍ରଥମରୁ ମୁଁ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟ ନିର୍ବାଚିତ ହୋଇଥିବାରୁ ବରାବର ଏହାର ବୈଠକ ଯୋଗ ଦେବାକୁ ଯାଉଥାଏ। ବମ୍ବେରେ ଏ ବୈଠକ ହୋଇଥିଲା। ପଣ୍ଡିତ ଗୋପବନ୍ଧୁ, ନିରଞ୍ଜନ, ଭାଗୀରଥୀ ଓ ମୁଁ ଯାଇଥିଲୁ। ସେଠାରେ ବିଦେଶୀ ବସ୍ତ୍ରର ଏକ ବିଶାଳ ସ୍ତୂପରେ ମହାତ୍ମା ଗାନ୍ଧୀ ଅଗ୍ନିଦାନ ଦେଉଥିଲେ। ଲକ୍ଷ ଲକ୍ଷ ଟଙ୍କା ବିଦେଶୀ ଲୁଗା ପୋଡ଼ି ଭସ୍ମ ହୋଇଗଲା। ସେଠୁ ଫେରି ଆମ ଓଡ଼ିଶାରେ ଚାରିଆଡ଼େ ବିଦେଶୀ ଲୁଗା ପୋଡ଼ା ଆରମ୍ଭ ହେଲା। ବାଲେଶ୍ୱରରେ ସବୁଆଡ଼େ ଲୁଗା ପେଡ଼ା ସାଙ୍ଗେ ସାଙ୍ଗେ ଏପରିକି ପିକେଟିଂ ବ୍ୟବସ୍ଥା କରିଥିଲୁ ଯେ ଅନ୍ତତଃ 6 ମାସ ପାଇଁ ବିଦେଶୀ ଲୁଗା ଆମ ଜିଲ୍ଲାରେ ଆଣିଦେଇ ନଥିଲୁ। ପ୍ରତ୍ୟେକ ରେଳ ଷ୍ଟେସନରେ ସ୍ୱେଚ୍ଛାସେବକ ରଖାଇ ପିକେଟିଂ କରାଉଥିଲୁ। ପ୍ରତ୍ୟେକ ଲୁଗା ଗାଣ୍ଠିକୁ ଭଲ କରି ତଦାରଖ କରି ଛାଡ଼ୁଥିଲୁ। ଯଦି କେହି ବ୍ୟବସାୟୀ କୌଣସି ସୂତ୍ରରେ ବିଦେଶୀ ଲୁଗା ଆଣିଲା, ତେବେ ତାକୁ ଏପରି ବାସନ୍ଦ କରାଉଥିଲୁ ଯେ ସେ ଶହ ଶହ ଟଙ୍କା ଜୋରିମାନା ଦେଇ ଓ ଲୁଗାକୁ ପୋଡ଼ାଇ ମୁକ୍ତିଲାଭ କରୁଥିଲା। ଜଳେଶ୍ୱରରେ ଜଣେ ବ୍ୟବସାୟୀ ଜିଦ୍ କରି ବିଦେଶୀ ଲୁଗା ଆଣିବାକୁ ତାକୁ ଏପରି ବାସନ୍ଦ କରାଯାଇଥିଲା ଯେ ତାଙ୍କ ଧାନକଳରେ ଧର୍ମଘଟ ହେବା ସଙ୍ଗେ ସଙ୍ଗେ ଘରେ ଚାକର ବାକର ସୁଦ୍ଧା ରହିଲେ ନାହିଁ। କରୁଣାକର ଓ ସେଠାକାର ସ୍ଥାନୀୟ ସହାୟକ ହରେନ୍ଦ୍ର ଘୋଷ ଏହାକୁ ଏପରି ସଫଳତାର ସହିତ ଆଗେଇଥିଲେ ଯେ ସେ ବ୍ୟବସାୟୀ ଅବଶେଷରେ ମୋଠାରେ ପହଞ୍ଚିଥିଲେ। ମୁଁ ଜଳେଶ୍ୱରରେ ଯାଇ ତା'ର ଲୁଗା ପାଣ୍ଠିକୁ ମୋହର ଦେଇ ବନ୍ଦ କରି ତାଙ୍କଠାରୁ ଅର୍ଥଦଣ୍ଡ ଆଦାୟ କରି ବିଷୟର ମୀମାଂସା କରି ଆସିଥିଲି। ଏହି ସମୟରେ ମୋର ସାନ ଭାଇ କାହ୍ନୁଚରଣ ଯେ ଭଦ୍ରକ ସ୍କୁଲରେ ପଢ଼ୁଥିଲା, ସେ ପଢ଼ା ଛାଡ଼ି ଏହି ଜଳେଶ୍ୱର ଇଲାକାରେ କରୁଣାକରଙ୍କ ଅଧୀନରେ କାମ କରୁଥିଲା। ସେ ମଧ୍ୟ ବାବାଙ୍କର ମୋ ପ୍ରତି ଆହୁରି ବିରକ୍ତି ହେବାର କାରଣ ହୋଇଥିଲା। ମାତ୍ର ସେତେବେଳେ ମୁଁ ଘର, ବାପା, ମା, ସ୍ତ୍ରୀ ସବୁ ଏକାବେଳେ ଭୁଲି ଯାଇଥିଲି। ମୋ ଦୃଢ଼ତା ଦେଖି କେହି ମଧ୍ୟ ମୋ ପାଖରେ ପଶୁନଥିଲେ। ସରକାରୀ କଚେରୀ ବର୍ଜନ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଥାଏ। ଜିଲ୍ଲାର ଅନେକ ସ୍ଥାନରେ ଗ୍ରାମ ପଞ୍ଚାୟତ ସବୁ ସ୍ଥାପନ ହୋଇସାରିଥାଏ। ପଞ୍ଚାୟତର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ତା ବିରୋଧରେ ଅପିଲ କରି ଚାଲିଛି। ସମସ୍ତ ଜିଲ୍ଲା ପାଇଁ ଗୋଟିଏ ପଞ୍ଚାୟତ କାୟମ ହୋଇଥାଏ। ସେଥିରେ ମୁଖ୍ୟ ମୁଁ ଥାଏ। ବାଞ୍ଛାନିଧି ବାବୁ ଯତ୍ନରେ ଭଦ୍ରକରେ ଜମିଦାରମାନେ କେହି ଖଜଣା ବାକି ନାଲିସ କଲେ ନାହିଁ। ସେମାନେ ସମସ୍ତେ ଖଜଣା ବାକି ତାଲିକା କଂଗ୍ରେସ ଅଫିସରେ ଦେଇଦେଲେ। ଏହା ଫଳରେ ଭଦ୍ରକରେ ଦ୍ୱିତୀୟ ହାକିମ କୋର୍ଟ ଅନେକ
ମାସ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। କଂଗ୍ରେସ ଅଫିସ ଖଜଣା ବାକି ତାଲିକାଯାକ ରଖିନେଲା ସତ, ମାତ୍ର କାମରେ ବେଶୀ କିଛି କରିପାରିଲା ନାହିଁ। ଶ୍ରୀଜଙ୍ଗ ଗ୍ରାମରେ ପଞ୍ଚାୟତ ଶ୍ରୀ ଗୌରମୋହନ ଦାସଙ୍କ ଉଦ୍ୟମରେ ସଫଳତାର ସହିତ କାମ ଚାଲିଥାଏ। ସେଠି ଜମି ବିକ୍ରି, ବନ୍ଧକ ରେଜିଷ୍ଟ୍ରି ମଧ୍ୟ ପଞ୍ଚାୟତରେ ହେଉଥାଏ। ଏହାଛଡ଼ା ବହୁତ ସ୍ୱେତାସ୍ୱତ ବିଷୟକ ମୋକଦ୍ଦମା ଓ ଫୌଜଦାରୀ ମକଦ୍ଦମା ମଧ୍ୟ ଆମ୍ଭେମାନେ ଲାଗିପଡ଼ି ରଫା କରିଦେଉଥାଉ। ମକଦ୍ଦମା ରଫା କରିବାରେ ମୋର ବେଶ୍ ସୁଖ୍ୟାତି ହୋଇଯାଇଥିଲା। ଏ ସମ୍ପର୍କରେ ମୋର ଏକ ଅଭ୍ୟାସ ହୋଇଗଲା ଯେ କୌଣସି ବିଷୟରେ ଏକାଧିକ ପକ୍ଷର ବିବାଦ ହେଲେ ମୁଁ ଏପରି ମତ ପ୍ରକାଶ କରେ ଯାହା ପୂରାପୂରି କୌଣସି ମତର ସମର୍ଥକ ହୁଏ ନାହିଁ ବା ପୂରାପୂରି କାହାର ବିରୋଧରେ ଯାଏ ନାହିଁ। ଅନେକ ପଞ୍ଚାୟତରେ ସ୍ୱେତାସ୍ୱତ ବିବାଦ ନିଷ୍ପତ୍ତି ନେବାରେ ଲାଗିଲା। ବୁଝାଇ ସୁଝାଇ ନ୍ୟାୟରେ ଲୋକଙ୍କୁ ଚଳାଇବା ଲୋକ ଅତି ଅଳ୍ପ, ଏହା ସେ ସମୟରେ ପରିଷ୍କାର ଦେଖାଗଲା। ତା ଛଡ଼ା ଆମେ ସମସ୍ତେ କର୍ମୀ, କେହି ସଂସାର କରୁନାହିଁ। ତେଣୁ ଆମର ବିଷୟଜ୍ଞାତ ଅତି କମ୍ ଥିଲା। ତା ଫଳରେ ସେତେବେଳେ ଅନେକ ବଡ଼ ଓ ସ୍ଥାୟୀ କାମ କରିବା ସୁବିଧା ହାତରୁ ଆସି ଖସିଗଲା। ଗାନ୍ଧିଜୀ ଓଡ଼ିଶା ଗସ୍ତ ବେଳେ ଓଡ଼ିଶାର ଦାରିଦ୍ର୍ୟ ଦେଖି ଏପରି ଅଭିଭୂତ ହୋଇଥିଲେ ଯେ ସେ ଓଡ଼ିଶା ପ୍ରତି ସମସ୍ତ ଭାରତର ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାରେ ସାଧାରଣ ପ୍ରଚାର କାର୍ଯ୍ୟ ଓ ଖଦି କାର୍ଯ୍ୟ ପାଇଁ ମନେହୁଏ ପ୍ରାୟ 70,000 ଟଙ୍କା ସାହାଯ୍ୟ ସେ କରାଇ ଦେଇଥିଲେ। ସେଥିରୁ ଆମ ଜିଲ୍ଲା ମୋ ଉଦ୍ୟମରେ ପ୍ରାୟ 10,000 ଟଙ୍କା ପାଇଥିଲା। ମୋର ଟିକିଏ ବେଶୀ ବିଷୟଜ୍ଞାନ ଥିଲେ ଏହାକୁ ମୂଳଧନ କରି ବା ସଂଯତ ଭାବରେ ଖର୍ଚ୍ଚ କରି ଏତଦ୍ଦ୍ୱାରା ସ୍ଥାୟୀ କାମ କିଛି କରିଦେଇ ପାରିଥାନ୍ତୁ, ମାତ୍ର ଏହି ଅର୍ଥ ଦ୍ୱାରା କେବଳ ଯାହା ପ୍ରଚାର କାର୍ଯ୍ୟ ହୋଇପାରିଥିଲା ଓ ସାଧାରଣଙ୍କ ଭିତରେ ଜାଗୃତି ଜନ୍ମାଇ ଦିଆଯାଇ ପାରିଥିଲା, ଆଉ ବେଶୀ କିଛି ହୋଇପାରିନଥିଲା। କେବଳ ବାଲେଶ୍ୱର ସ୍ୱରାଜ ମନ୍ଦିରକୁ ଗୋଟିଏ ଗଠନମୂଳକ କେନ୍ଦ୍ର କରିବାର ଉଦ୍ୟମ ହୋଇଥିଲା। ଏହି ଆଖପାଖ ସାହିରେ ସୂତା କଟାଇ ତାକୁ ତନ୍ତରେ ବୁଣାଇ ବିକ୍ରି କରାଉଥିଲୁ। ମନ୍ଦିରରେ 7ଟି ତନ୍ତ ଚାଲୁଥିଲା। ମୁଁ ଏଇଠି ତନ୍ତକାମ ଶିଖିଥିଲି ଓ ବାଲେଶ୍ୱରରେ ଥିବା ସମୟରେ ପ୍ରତିଦିନ ସୂତା କଟା ଛଡ଼ା ତନ୍ତରେ ମଧ୍ୟ କିଛି ସମୟ ବିଣୁଥିଲି। ପ୍ରଥମେ ମୋ ହାତବୁଣା ଟୁଇଲ୍ ଚାଦର ଖଣ୍ଡେ କୃଷ୍ଣବାବୁ ଡାକ୍ତର 10 ଟଙ୍କା ଦେଇ ନେଇଥିଲେ। ସ୍ୱରାଜ ମନ୍ଦିରର ଖଦି କାମ 3-4 ବର୍ଷ କାଳ ଚାଲି ଶେଷରେ ବନ୍ଦ ହେଲା। ସେ ବିଷୟରେ ପରେ ଆଲୋଚନା କରିବି। ଏହିଠାରେ ଶେଷ ହେଲା ଆତ୍ମଜୀବନୀ ସାଧନା ପଥେ ପରିଚ୍ଛେଦ ସାଧାରଣ ଜୀବନ ଆରମ୍ଭର ପ୍ରଥମ ଭାଗ। ଏହାର ଦ୍ୱିତୀୟ ଭାଗ ଆମେ ଶୁଣିବା ଆଗାମୀ ଅଧ୍ୟାୟରେ। ରହିଲି, ନମସ୍କାର।